ଭାତ ଖାଇକି ଆଇଲୁ ତାପରେ ଆକୁ ଖାଉଛ ମୁଁ ଆକୁ ଖାଉଛି ସେ ଗୋଟେ ଖଟା ମଣ୍ଡା ଖାଉଛି। ଆରେ ନେଟ କଣ ଚାଲୁନି ମୁଁ ସାଇଡ ମୁଣ୍ଡକୁ ସୁଇଚ ଅଫ୍ କରିଦେନି। ଏବେ କିଣା ମଟର ଖାଉଛ ଗ୍ରୀନ ମଟର ଖାଉଛ ତ ଆକୁ ଖାଉଛ। ହ୍ୟାଲୋ ଗାଇଜ ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ। ମୁଁ ଆସି ଆପଣମାନଙ୍କ ପାଇଁ ନୂଆ ନୂଆ ଭିଡ଼ିଓ ନେଇକି। ଆପଣମାନେ ଚ୍ୟାନେଲ ଲାଇକ୍ ସବସ୍କ୍ରାଇବ କମେଣ୍ଟ କରନ୍ତୁ ଆଉ ଚ୍ୟାନେଲରେ ଯୋଡ଼ି ରୁହନ୍ତୁ। ଆଉ ନୂଆ ନୂଆ ଭିଡ଼ିଓ ଅପଲୋଡ଼ କରେ ଆପଣମାନଙ୍କ ପାଇଁ ଆଗେ ନୋଟିଫିକେସନ ପହଞ୍ଚିଲେ ଆଗେ ଦେଖିବ। ଆମେ ସକାଳୁ ଆଜି ଉଠିଯାଇଛୁ ଆସିକି 7:40 ହେଲାଣି। କାଲି ମାନେ ପାଇପ ଯୋଉ ଭଲ ଅଧିକା ଦରଜ ଆଉ ଉଠେଇ ହଉନି ସେଥିପାଇଁ ଆମେ ଟିକେ ଲେଟ୍ ହେଇଗଲା। ଆଲୋନା ଉଠି ପଡ଼ିଲାଣି ଅନାଦି ଉଠିକି ଝାଡ଼ୁ ମାରୁଛି। ମୁଁ ଭାବୁଥିଲି ଟିକେ ଫୁସା 4-6ଟା ମାରିଥାନ୍ତି ଦେହ ଦରଜ କମିଯାଆନ୍ତା। ମାରିବା ପାଇଁ ଟାଇମ୍ ନାହିଁ 8ଟା ବାଜିଲାଣି ଯିବା ସେପଟକୁ। ଦିହ ତ ଏମିତି ଦରଜ ଆକୁ ମାରିଲେ କଣ ଆଉ କଣ ଦରଜ କମିବ। ହନୁମାନ ଦଣ୍ଡ ମୁଁ 10ଟା ସବୁବେଳେ ମାରେନି ସବୁବେଳେ 10ଟା ହନୁମାନ ମାରେ ଆଣ୍ଠୁ ଗଣ୍ଠି ଦରଜ ଫରଜ ଅଣ୍ଟା ଫଣ୍ଟା ସେ ସବୁ ପଳାଏ। ମାରିବା ପାଇଁ ଏବେ ଇଚ୍ଛା ହଉନି ଯିବା ଲାଟିନ ଫାଟିନ ଯାଇକି ସେପଟେ କଣ ରୋଷେଇବାସ ହଉଛି ଦେଖିବା। ଦେଖି ସାରିକି ଆଜି ହେଲା ଏକାଦଶ ମହାଦେବ ବାବୁଙ୍କର ସିଏ ଆଇଁଷ ଖାଇବେ ନା ଆମେ ଆଇଁଷ ଫାଇଁଷ ଖାଇବା ନା। ଆଉ ଅନାଦିର ଝାଡୁ ଡ୍ୟୁଟି ନା ତାକୁ ମୁଁ କାଲି କହିଥିଲି ଝାଡୁ ସବୁବେଳେ ମାରିଲେ ମୁଁ 10 ଟଙ୍କା ଲେଖା ଦିନକୁ ଦିଆହବ ତାର ଶୈଳୀ ସେଥିପାଇଁ ସବୁବେଳେ ଝାଡୁ ମାରି ଦଉଛି 10 ଟଙ୍କା ଲେଖା ନବ। ଆମର ତ ଆଲୋନା ଉଠି ପଡ଼ିଲା ସପ ଭଳିଆ ପଡିଛି ଆମେ ବି ଭଳିଆ ଅଛୁ ସବୁ। ସେପଟ ରୁମ୍ ଭିଡ଼ିଓ ଫିଡ଼ିଓ ବନେଇ ହଉନି କାହିଁକିନା ଅସନା ରହିଯାଉଛି ଆମେ ଆଉ କିଛି ବନେଇ ପାରୁନା। ସିନା କଲା ପରେ ସେପଟ ରୁମ୍ରେ ପୁଣି ହସ ହେଁ ହେଁ ପେଁ ପେଁ ସବୁ ହବ। ସେଥିପାଇଁ ମୁଁ ସେପଟ ରୁମ୍କୁ ଯାଉନା ଏପଟ ରୁମ୍ରେ ଶୋଉଛୁ। ଅସନା ପଡ଼ିଲା ପରେ ତାପରେ ପୁଣି ଦେଖା ହବ ସେପଟ ରୁମ୍ରେ। ସେପଟ ଅସନା ଥିବ ତା ଟିକେ ଅଳ୍ପ ଅଳ୍ପ କ୍ଲିପ୍ ବନେଇକି ଏପଟ ରୁମ୍କୁ ରଖିବି। ଟିକେ ପାଣି ଫାଣି ପିଇଦେଲୁ ପିଇକି ରେଡି ତ ହେଇଗଲୁ ପୁରା ବେକ ଫେକ ଫୁଟୁଛି ପଛ ଚୁଟିଟା ଛାଡିଛି ପଛ ଚୁଟିଟା ମୁଡି ହେଇଯାଉଛି ଚୁଟି ଜମା ହଉନି ସିଧା। କଣ କଥା ସିଧା ହବ କାଲି ପେଷ୍ଟ ସବୁ ଆଣିଥିଲୁ ସବୁ ପକେଇଦେଇ ପୁଣି ଆଜି ଓ ହାତରେ ଫୁଟି ଯାଇଛି ଦେଖିପାରୁଥିବ ବିଜୟ ତ ଫୁଟିକି ପାଇପରେ ସେ ରଡ ଥିଲା ରଡ ଟାଣିଦେଲି ଜୋରରେ ଖେଞ୍ଚିବା ବାଜିଲା ମୁଣ୍ଡରେ ବାଜିଛି ମୁଣ୍ଡ ବୁଲିଛି ହାତ ବୁଲିଛି ବସିବା ବାହାର ବସିଲେ କଣ ହବ କହିଲେ କଣ ହବ। ହଁ ଦେଖିବା କେତେ ଦିନ ଯାଉଛି ଆଉ ଜୁଲାଇ 13କୁ ତ ଯିବା ଘରକୁ ଅଛି ଘରକୁ ଯିବାର ଅଛି। ଟିକେଟ ଦେଖିବା ଟିକେଟ କାଟିଦବା ତାପରେ ଦେଖି ଯିବା। ଇଏ ହେଲା କଣ ଏଇଟା ଭଲ ଲାଗୁଛି ମାନେ ଯୋଉ ମାଛ ପାଣିରେ ପଶି ସେ ସବୁ କଣ ସବୁ ବାହାରି ପଡିଛି ସବୁ ମେଡିସିନ ଫେଡିସିନ କାଲି ମେଡିସିନ ଗ୍ୟାସ ମେଡିସିନ ଏଇଠୁ ଏଇ ମାର୍କେଟରୁ ପଳେଇ ଦୂର ମାର୍କେଟ ଆଣିଥାନ୍ତୁ ଗ୍ୟାସ ମେଡିସିନ ମାର୍କେଟରୁ ପଳେଇଲୁ। ଦେଖିବା ଆଜି ତ ଯିବୁ ଯାହା ମାର୍କେଟ ସେଉଟା ନେଇକି ଆସିବୁ ଗ୍ୟାସ ମେଡିସିନ ପାଖରେ ଆଣି ରଖିଲେ କିଛି ପ୍ରୋବ୍ଲେମ ନାହିଁ। ତେଲ ଜିନିଷ ଖାଇଲୁ ପୁଣି ସବୁ ଗ୍ୟାସ ମେଡିସିନ ଖାଇଦଉ ତ ଶାନ୍ତି। ଆଉ ସେମିତିରେ କିଛି ତେଲ ଖାଇଲା ଆମେ ଆଉ ଖାଉନା ଛାଡ଼ି ଦେଇଛୁ ଖିଆ ସେଥିପାଇଁ ଲଲିପପ କାଲି ଆଣି ଖାଉଥିଲି ଆପଣ ତ ଦେଖିଥିବ। ହଁ ଦେଖିବା ଟ୍ରାଏ କରିବା ଆଉ ଦେଖ ମୁଁ ରାତିରେ ମନେକରେ 4ଟା ଉଠିଲା ଆଉ ଏଇଠି ଯୋଉ ଆଲୁଅଟା ପଡୁଛି ମୁଁ ତାକୁ ଇଏ କରିଦେଇଛି ଏବେ ଦେଖ ପୁରା ଫ୍ରି ଦେଖିପାରୁଥିବ ପୁରା ପୁରା ଦିନ ଏଭଳିଆ ଆମେ ଶୋଉଛ। ଆମେ ଏବେ ଯିବା ସେପଟ ରୁମକୁ ସେପଟ ରୁମ୍ ଦେଖିବା ଯାଇ କଣ ଅଛି କଣ କରୁଛନ୍ତି କଣ ନାହିଁ। ମତେ କହିଥିଲେ ତୁ ଆସିବୁ କୋବିଟା କାଟିଦବୁ ଆଉ ମମି ଇଏ କରିଦବ ମୁଁ କହିଲି ହଉ ଆସିବି ଆଉ ମୁଁ ଆସିବି 3ଟାରେ କାହିଁକିନା ମୁଁ 4ଟା ଫୋନ୍ ଶୋଇ ପଡ଼ିବା ଆଉ ଉଠିବନି। ହଉ ସେପଟ ରୁମରେ କଣ କରୁଛନ୍ତି କଣ ନାହିଁ ଦେଖିବା ଦେଖିବି କଣ ଅସନା ଆସିବ ଭିଡ଼ିଓ ବନେଇ ହବନି ଖାଲି ଦେଖିବି ବାଥରୁମ୍ ଯିବି ବ୍ରସ୍ କରିବି ଏକାଥରେ ସିଆଡ଼େ ଚାଲିବି ଏଇଆ ତ ଆଉ କଣ। ହଉ ସେପଟ ରୁମରେ ଦେଖା ହବ କି ନାହିଁ କହିହବନି ସାଇଡ୍ ପ୍ୟାନେଲ ଦେଖା ହବ ମତେ ପାଇପ୍ ଫାଇପ୍ ବୁୟାର ଅଛି। ଗାଇସ୍ ଦେଖନ୍ତୁ ଆମର ଏବେ ରୋଷେଇବାସ ଚାଲିଛି ଆଉ ଆମର ମହାନ୍ତି ବାବୁ ତାଙ୍କର ରୋଷେଇବାସ ସାରିକି ରୁଟିଟା ବେଲିକି ରୁଟି କରୁଛନ୍ତି ଦେଖନ୍ତୁ। ତାପରେ ଆମର ଆଲୋନା ଏଠି ତ ବସିଛି ଆଉ ଝାଡା ଭୁସି ପଡିଛି ଭୁସି ପିଇବ ଭୁସି ପିଇ ସାରି ଯାଇଛି ପାଇପ୍ ଭୁସିବ ଆଉ ଆମର ଯେତେବେଳେ ରୋଷେଇବାସ ସବୁ ଚାଲିଛି ଅନାଦି କହିଲେନି କଣ ପାଇପ୍ ଭୁସି ଅନାଦି କଣ ଅନାଦି ତାର ମାରିକି ପୁରା ମୁଁ ଏଇ ଭିଡିଓ ପୋଷ୍ଟ କଲି ସେ ଭିଡିଓ ଏଇନା ଦେଖିବ ଆଉ କଣ ସେ ସବୁବେଳେ ମୋ ଭିଡିଓ ଦେଖିବ ଆଗେ ତାପରେ ଯାହା ହେଇଯାଉ ହେଲା। ଏଇଟା ଆମର ରୁଟି ଫୁଟି ବେଲା ବେଲି ସରିଗଲେ ଏବେ ଖାଇବୁ ଖାଇସାରିକି
डायरेक्ट एंट्री हो पाइप उठाया पे पाइप उठा पर देखा हले उड़ी बरे तापर जा माछ धरिया पई आज हला एक बार माछ फाछ नाही ए देखो देखो दुटी फुलुଛି देखो ଆପଣ ତ କେବେ ଏଗୁଡା ଫୁଲେଇ ନଥିବେ ଏବେ ଦେଖନ୍ତୁ କୋଉଟା ଫୁଲୁଛି ହଉ ଦେଖା ହବ ସାଇଡ ପରେ ଖାଇଲା ବେଳେ ଦେଖା ହବ ଖାଇଲା ବେଳେ हेलमेट फेलमेट पिंधि ड्यूटी पळेइलु पूरा लेभर हमर हाथ रे अछि पानी मुंडरे अछि हेलमेट दियर अछि गेरा वस्त्र हला हमें बे जाउजो साइड पर पाइप सब गळिजो साइज कर देबु तापर देखा हबो आपन सहित एबे टिके गाड़ी फड़ी आउजी ना टिके सतर्क चलिबा गेट मना करथिनी देखो हमें बे साइड पर पूरा जाउथुलु एबे पळेइलु विमल नै गलु ଆମେ ଭାତ ଖାଇକି ଆଇଲୁ ତାପରେ ଆକୁ ଖାଉଛ ମୁଁ ଆକୁ ଖାଉଛି ସେ ଗୋଟେ ଖଟା ମଣ୍ଡା ଖାଉଛି କାରଣ ଆମେ ଦୁକାନ ଆଇଲା ମାନେ ଖାଇବା ଦରକାର ଆଗେ ତାପରେ ଯାହା ହଉଛୁ ଖାଇସାରିକି ଯାଉଛ ଏଇନା ସାଇଡ ଉପରୁ ସେ ସବୁ ପାଣି ଡ୍ରମ ଫାନ ନେଇ ପଳେଇଲେଣି ତାଙ୍କ ପାଖରେ ପହଞ୍ଚିଲେ ଦେଖାହବା ଦୁକାନ ଆସିଲା ମାନେ ଖାଇବା ଫାଇନାଲ ତ ଆଉ ଆମେ ସମସ୍ତେ ତେଲ ଜିନିଷ ଖାଉ ତେଲ ଜିନିଷ ଛାଡି ଦେଇଛ କାହିଁକିନା ଗ୍ୟାସ୍ ହେଇଯାଉଛି ଆଜି ମାର୍କେଟ ଗଲେ ଗୋଟେ ଗ୍ୟାସ୍ ଟାବଲେଟ ଆମେ ରଖିବାକୁ ପଡିବ ଫାଇଲି ରଖି ସାରିଲା ପରେ ତାର ଶାନ୍ତି ମିଳିବ ଟିକେ ନହେଲେ ସବୁବେଳେ ଖାଇକି ଆଡୁ ସାଡୁ ହେଲା ବେଳକୁ ପେଟ ଇଏ ହେଇଯାଉଛି ଦେଖିପାରୁଥିବ ଭାତ ଡାଲି ଲଗେଇ ଖାଇକି ହେଲା ଖଟା ମଣ୍ଡା ଖାଉଛି ମୁଁ ଟିକେ ମିଠା ଖାଇଲେ ଚଳିବ ନାଇଁ କଣ ଆଲନା ପଠେଇଲା 150 ଟଙ୍କା ଖାଇଦେଇଯିବା 150 ଟଙ୍କା କଣ ଅଛି ସିଧା ପଇସା ତ ମାଗଣା ମିଳୁଛି ଆଉ କଣ ଖାଇସାରିଲା ପରେ ସାଇଡ ପରେ ଦେଖା ହେବେ ହ୍ୟାଲୋ ଗାଇଜ ଆମେ ଏବେ ସାଇଡ ଉପରୁ ପଳେଇ ଆସିଲୁ ଦେଖନ୍ତୁ ଆମର କାଲି ସବୁ ଦିନରେ ଫପାଡୁଥିଲୁ ଅଗଳତରା କରି ମାନେ ଗାଡିରୁ ମାରିବୁ ସେ ବାର ଫାରା ଫୁଟି ଗାଡି ସବୁ ପଳେଇ ଯାଇଛି ତାକୁ ଆମେ ଆଜି ଆଇଛୁ ବାଗେଇବା ପାଇଁ ବାଗେଇଦବା ଏଇଠି ସବୁ ଦେଖନ୍ତୁ ଆମ ପିଲା ସବୁ ଛିଡା ହେଇଛନ୍ତି ଆହୁରି ପିଲା 2 ଜଣ ଆସିବେ ଆମେ ତାଙ୍କ ପାଇଁ ମାନେ ଅପେକ୍ଷାରେ ବସିଛ ଦେଖନ୍ତୁ ଏଇଟା ଆମର ବିଲ୍ଡିଂ କାମ ହଉଛି ଇଏ ସବୁ ଦେଖିପାରୁଥିବ ଏତେ ସାରା ପାଇପ୍ ଅଛି ଏତେ ସାରା ଉଠାବ ସେପଟେ କାର୍ଟୁନ ବି ବହୁତ ଅଛି ଉଠାହବ ଆମେ ବି ଟିକେ ବସିକି ରେଷ୍ଟ ନବା ରେଷ୍ଟ କଣ ସେ ଆସିଲେ ଉଠିବା ସେ କଣ 9ଟା ବେଳେ ଆସିବା ଲୋକ ସେ କଣ ଆସୁନାହାନ୍ତି ଲେଟ୍ ଏତେ କରୁଛନ୍ତି ଖରା ଜଲ୍ଦି ଜଲ୍ଦି ହଉଛି ଖରାଟା ସର ଏଇଠି ସର ପଳେଇ ସରିଲା ଆସୁନାହାନ୍ତି ହଁ ଆମେ ବହୁତ ମାହାନ୍ତି ହେଇଗଲେ ମାଛ ଦେଖିବା ପାଇଁ ସେପଟେ ମାଛ ତ ମେନ୍ ଆଜି ଆମର ମାହାନ୍ତି ତମର ଆଜି ଏକାଦଶ ପୁଣି ମାଛ ଦେଖିବା ପାଇଁ ଗଲଣି କଣ ଆଜି ମହାନ୍ତି ଏକାଦଶ କରୁଛନ୍ତି ନା ସରି କଣ କଣ କୁହନ୍ତି ତାକୁ ଭୁଲିଗଲି ଏକ ବାର କରୁଛନ୍ତି ଯାଉଛନ୍ତି ପୁଣି ମାଛ ଦେଖିବା ପାଇଁ ଯାଉଛନ୍ତି ହଉ ଆଜି ଉପାସ ମାନେ ଉପାସ ଆଇଛି କାମ କରିବା ପାଇଁ ଭାରି ଟେନସନ ହଉ ତାପରେ ଦେଖିବା ସକାଳୁ ରାତି 12ଟା ଆମର ତ ପାଇପ ସରିଲା ପରେ ଦେଖ କାମ ବି ସେପଟେ ଲୋକ ସବୁ ଆରମ୍ଭ ହେଇଗଲାଣି ଆମେ ଏଇଠି ବଇଛୁ କାମ ହବ ପାଇପ ଫାଇପ ସବୁ ଅଛି ହଉ ଦେଖିବା ଆଉ କଣ ହଉଛି କଣ ନାହିଁ ଆଉ ଟିକେ ଗଲେ ଦେଖିବା ଦେଖନ୍ତୁ ଆମେ ଏବେ ପାଇପ ଯେତେ ପାଇପ ସବୁ ଉଠେଇଦେଲୁ ର୍ୟାକରେ ସବୁ ରଖିଦେଲେ ଆମେ ସବୁ ଅନାଦି ଉପରେ ଦେଲୁ ରଖିଦେଲେ ଅନାଦିର ଫୋନ ଟା ନେଟ୍ ଚାଲୁନଥିଲା ଏଠି ନେଟ୍ ଚାଲୁନି ମତେ କହିଲା ଆରେ ନେଟ୍ କଣ ଚାଲୁନି ମୁଁ ସାଇଡ ମୁଣ୍ଡକୁ ସୁଇଚ୍ ଅଫ୍ କରିଦେଲି ସୁଇଚ୍ ଅଫ୍ କଲା ପରେ ସେ ଆଉ ଖୋଲୁନି ଏଇଭଳିଆ ଦେଖଉଛି ଦେଖ ଏଇଭଳିଆ ଦେଖୁଛି ସବୁ ଆଉ ଚାଇନା ଫାଇନା ଦେଖୁଛି ହବ ନା ଏ ଫୋନ ଫପାଡି ଦବା ନୂଆ ଫୋନ ଆଣିବା ନୂଆ ଫୋନ ଆଜି ଯିବା ଥୁଲୁରି ମାର୍କେଟ କିଣିକି ଆଣିବା ଅସନା କରିଦେଇଛି ନୂଆ ଫୋନ ଦବ ଗୋଟା ଆସିଲା ପରେ ଦେଖନ୍ତୁ ଏ ସବୁ ବସି ଯାଇଛନ୍ତି ସେପଟେ ପାଇପ ଆମ ଗଣୁଛନ୍ତି ସବୁ ଗଣାଗଣି ସଇଲେ ଯିବେ ଆମେ ବି ଟିକେ ବସିକି ରେଷ୍ଟ ହାୱା ଫାୱା ଖାଇଯିବା ଅନାଦି ମନ ଦୁଃଖ ହେଇଯାଇଛି ଅନାଦି ତାର କଭର କାଇଁ ସତ କରୁଛ ମୋବାଇଲ ଲାଭ ଆମେ ତାହେଲେ ଆଇଫୋନ 16 ପ୍ରୋ ମାକ୍ସ ଆଣିବା ପାଇଁ ଗୋଟେ ସେ ଆଣିବ ହେଲା ଏଠି ଅସନା ପାଖରେ 3 ବର୍ଷ କାମ କଲା ସୁଝିକି ଯିବ ଏଇଠି ବନ୍ଧା ପଡିଆ ଆଉ ଯିବନି ପାଇପ ଏବେ ଟିକେ ପବନ ଫବନ ବାଜି ଝାଳ ଫାଳ ଶୁଖିଗଲାଣି ଶୁଖିଲା ପରେ ଦେଖିବା ତାପରେ କଣ ହଉଛି ଆଉ ଯିବା କାର୍ଟୁନ ଫାର୍ଟୁନ ବି ଅଛି ସେପଟେ ଉଠେଇବା ପାଇଁ କାର୍ଟୁନ ଫାର୍ଟୁନ ସବୁ ଉଠେଇବା ଦେବି କଣ ଦେଖୁଛୁ କଣ ଆମର କିଛି ପାଣି ବୋତଲ ଫାଣି ବୋତଲ ସବୁ ଥୁଆ ହେଇଛି ଭାଇ ସବୁ ବଇଛନ୍ତି ସବୁ ଦେଖିବା ଆଉ ଆ ପରେ କଣ ହଉଛି କଣ ନାହିଁ ଦେଖିବା ଆଉ ଗାଈ ଦେଖନ୍ତୁ ଆମେ ଏବେ କାର୍ଟୁନ ଫାର୍ଟୁନ ସବୁ ଆଣି ରେଡି କରିଦେଇଛ ଇଏ ଅନାଦି ବଇଛି ତା ମୋବାଇଲ ଖରାପ ହେଇଛି ମନ ଦୁଃଖରେ ତା ମାଣ୍ଡୁ ମତେ ଫୋନ କରୁଛି ଏଇଟା ଆମର ହେଲା ସେ ଲିଫ୍ଟ ଆମର ଉପରୁ ଯିବ ଆମେ ଏବେ ସାମାନ କାଢିକି ଦେଖିବା ଆମ ଷ୍ଟୋରରେ ସେ ଅଛି ଆମ ଷ୍ଟୋର କାର୍ଟୁନ କାଣ୍ଡି ଦେଖାଯାଉଛି ନା ସେଇଠି ଆମର କାର୍ଟୁନ ବହୁତ କାଣ୍ଡି ହେଇଛି ଆଉ କାଣ୍ଡି କରିଦେଇଛି ଏଠି ବି ବହୁତ କାଣ୍ଡି ଅଛି ଏଠି ଆଗରେ ବି କାଣ୍ଡି ହେଇଛି ଆମେ ଏଗୁଡା ରଖିଛୁ ତାପରେ ଲିଫ୍ଟ ଏବେ ସରିଆ ନବ 12 ଫ୍ଲୋରକୁ ନା ମାନେ କାମ ଚାଲିଛି
ସରିଆ ସେଠି ନେଇକି ଛାଡ଼ି ସାରିଲା 2 ଥର ଛାଡ଼ି ସାରିଲା ପରେ ଆମକୁ କହିଲା ନେବା ପାଇଁ ଆମେ ସେଥିପାଇଁ ଟିକେ ରେଷ୍ଟ କରିଦେଇଛୁ। ଭାଇ କାମରେ ତ ଅଟୋମେଟିକ୍ ରେଷ୍ଟ ମିଳିବ ନା। ରେଷ୍ଟ ନେଇଯାଇଛି ଅନାଦି ତା ମୋବାଇଲଟା ଭାଙ୍ଗି ଯାଇଛି ନା ଭାରି ମନ ଦୁଃଖ କରୁଛି ହେଲା। ତା ମାଣ୍ଡୁ ମୋ କତିକି ଫୋନ୍ କଲା ମୁଁ ମୁଁ ଉଠେଇଲି କିଛି ଅନାଦି ଦେଲି ଉଠିକି ହାଲ୍ଲା କଲା ସୁଗା ମୁଁ କାଟିଦେଲି। ତାପରେ କେତେବେଳେ ମିସ୍ କଲ୍ ମାରିଦେଇଛି ପୁଣି ଆମେ କଲ୍ କାଟି ଦଉଛି। ଆରେ ବାପ ତୋର ଏତେ ଗରମ ତୁ ଆମ କଲ୍ କାଟି ଦଉଛୁ। ଅନାଦି କହୁଛି କଲ୍ କାଟି ମେସେଜ କର ମୁଁ ନା ନା ମେସେଜ କଲେ କଲ୍ କାଇଁ କାଟିଲା କାହିଁକି ଆମ କଲ୍ କାଟି ଆମେ ଯଦି ମେସେଜ କରିବା ନେଇ କଲ୍ କରିବା ନା ସେ ରିଟର୍ନ କଲ୍ କଲେ ତାକୁ କଲ୍ କରିବା ନାଇଁ କଣ। ଅନାଦି କହୁଛି ଅନାଦି ମନ ତାର ଦୁଃଖ ହେଇଗଲା ମୁଁ ନା ନା ଏମିତି କଥା ନୁହଁ ହଉ ଯଦି କହୁଛି ମେସେଜ କରିଦେବା ଟେନସନ୍ ନେନା ମେସେଜ କରି କଥା ହବୁ ଆଉ କହିଲା ହଉ। ତାପରେ ଆମେ ବି ଉଠା ଉଠି ସଇଲା ପରେ କାମ ଆଲୋନା ଆଉ ମହାନ୍ତି ବାବୁ ତାଙ୍କର ଯାଇଛନ୍ତି ଆର ସାଇଡ୍ କାମ କରିବା ପାଇଁ। ସେ କାମ କରେ କାମ କରିସାରିଲା ପରେ ଆସିବେ ଆମେ ଆମର ଏଠି ଶାଳ ଚଲଉଛୁ ଆଉ। ଏଇ ଲିଫ୍ଟ କୁଁ କୁଁ ହେଲାଣି ଏବେ ଉଠିବ ଉଠିଲା ପରେ ଯିବା କୋଉଠିକି ଉପରକୁ 12 ଫ୍ଲୋରକୁ ଦେଖାହବ ଆଉ। ହଉ ଦେଖ ଆମ ଲିଫ୍ଟ ଉଠିଲା ଦେଖ ଦେଖୁଥିବା ଲିଫ୍ଟ ଦେଖ ଦେଖୁଥିବା ଲିଫ୍ଟ ହେଇ ଦେଖ ଆମ ଲିଫ୍ଟ ଉଠିଲା ଉଠିଲା ସରିଆ ନଦା ହେଇଛି ଚାଲିଲା। ନାଇଁ କାହିଁକିନା ରଡ୍ ବାଲା କାମ ବନ୍ଦ ହେଇଯିବ ନା ସେଥିପାଇଁ ସେ ଉଠେଇଦେଲା ଆମେ ରହିଥିଲୁ ହେଇ ଉଠେଇଦେଲା କାମ ହବ ତ ଆଉ। ହଉ ଏବେ ଦେଖା ହବ ରୁମ୍ ରେ ନହେଲେ କାଲି ଆଜି ଟିକେ ବଜାର ଯିବାର ଅଛି ବଜାର ଗ୍ୟାସ୍ ଟାବଲେଟ୍ ଆଣିବା। ଅନାଦର ଭାରି ଗ୍ୟାସ୍ ହେଇଯାଉଛି ଗ୍ୟାସ୍ ଆମର ଗ୍ୟାସ୍ ସରିଗଲାଣି ଭରିବା ପାଇଁ ଗ୍ୟାସ୍ ଟାବଲେଟ୍ ନେଇକି ଆସିବା। ହଉ बाद में ଦେଖା ହବା अभी गाइस ଆପଣ ମାନେ ଦେଖିପାରୁଥିବେ ଆମର ହେଇ ଅନେକ ଫ୍ରେମ୍ ସେଠି ଥୁଆ ହେଇଛି ଦେଖିପାରୁଥିବେ ଆମ ଷ୍ଟୋର ଭିଡିଓ କରିଥିଲେ ଆମ ଷ୍ଟୋର ପା ଖାଲି ଖାଲି ଥିଲା ମୁଁ ଏଇଠି ଶୋଇକି ଭିଡିଓ କରିଥିଲି। ଆଜି ଦେଖନ୍ତୁ ଭାଇ ଷ୍ଟୋର ପୁରା ଭରପୁର କାମ ପାଇଁ କାମ ଗୋଟେ ଦିନ ଛୁଟି ହେଲା ମାନେ ସବୁ ଷ୍ଟୋର ପୁରା ଭରପୁର ହେଇଗଲା। ଦେଖିବା ତ ଏଠି ଭରପୁର ସେଠି ଭରପୁର ପୁରା କଣ୍ଟେନର ଫୁଲ ଆମେ ନେଇଥିଲୁ ତାକୁ ସବୁ ଏବେ ରଖିଦେଇଛ ଏବେ କାମ ଚାଲିବ 3 ମାସ ପୁରା ଫୁଲ ଧମାଧମ କାମ ଚାଲିବ ସବୁ ଫିଟିଙ୍ଗ ପଳେଇଯାଇଛି କିଛି ନାହିଁ ବାକି କାମ ଧମାଧମ ଚାଲିବ ଧମାଧମ ଚାଲିଥିଲା ପରେ ଆପଣ ମାନଙ୍କୁ ଦେଖାହବ କାମ କଣ ସ୍ପିଡ ରେ ହଉଛି ମାନେ ଦେଖିବ ଗୋଟିଏ ଦିନରେ 3 ଫ୍ଲୋର କାମ ଭାର୍ଟିକାଲ 3 ଫ୍ଲୋର ସିଏ 3 ଫ୍ଲୋର 6 ଫ୍ଲୋର ଦିଟା ମିସ୍ତ୍ରୀ ଦିଟା ହେଲ୍ପର 6 ଫ୍ଲୋର ଯିବ ଆଉ 2 ଫ୍ଲୋର ଯାଇଥାନ୍ତା ହେଲା କାମ ଧୀରେ ଧୀରେ କରୁଛନ୍ତି ବୋଲି ଯାଇଥାନ୍ତା 8 ଫ୍ଲୋର ହେଲା ଅନାଦି କହୁଛି ରାନୀ ପଣ୍ଡାକୁ ସେୟାର କରିବ। ହଉ ଅନାଦି କଥା ସତ ହଉ ଆଉ ଗୋଟା ଦେଖନ୍ତୁ ଆମ ତାର ଫାର ପଡିଛି ହେଇ ଫ୍ରେମ୍ ସେଠି ସାମନେ ଯିବା ପାଇପଟା ଉପରୁ ଉଠେଇଦେଲେ ଟେନସନ ଯିବ ଗୋଟା ହେଲା ହଁ ତାକୁ ଯିବା ପଳେଇ ସୁପରଭାଇଜର କହିନି ଆଉ ମୁଁ ସୁପରଭାଇଜର କହିନି ଯିବା ପଳେଇ ଆଉ ଯିବା ପଳେଇ ଚାଲ ଯିବ ତାପରେ ଦେଖିବା ଏବେ ଦେଖିବା ଝାଳ ଫାଳ ପୁରା ସବୁ ପାଇପ୍ ଟା କାଟିକି ଉପର ଲିଫ୍ଟରେ ଉପରକୁ ଉଠେଇବା 10 ଫ୍ଲୋରକୁ 10 ଫ୍ଲୋର ଉଠେଇ ଥୋଇ ଦେଇକି ଆମର ଛୁଟି ତାପରେ ଆଉ କିଛି ଟେନସନ ନାହିଁ। ତାପରେ ଗାଧୋଇ ପାଧୋଇ ଯିବା ମାର୍କେଟକୁ ଆମ ମୋବାଇଲ ଟା ବାଗେଇଥାନ୍ତୁ ବାଗେଇ ହବ ନା ସେ ଅସନା ନେଇକି ତାର ବାଗେଇକି ଆଣିବ ହବ ନା ଆମେ ଦେଖିବା ତାପରେ ଆଉ କଣ ହବ ପାଇପ୍ ଟା ଏବେ କାଟିକି ତାପରେ ଦେଖିବା କଣ ହଉଛି ନାଇଁ କଣ ଏଇ ତାକୁ କହିନି ଫ୍ରେମ୍ ଟା ନେଇକି ଚାଲେ ସେ ଉଣ୍ଡାଳିଲାଣି ଏଇଭଳିଆ ଉଣ୍ଡାଳା ଉଣ୍ଡାଳି କଣ କରୁଛି କେଜାଣି हाँ इंच टाइम ले वो उधर इंच रो मान ले ना न्यू अरे नहीं अरे उधर अला उले ए ना उन्ने ए ఎక్కడ అన్న అందర మేనా नी ए हिन्ना रे ओना क्या ओए क्या आदमी बनेगा तू रे हो हौ ଆମେ ଯାଉଛୁ ସେଠି ପାଇପ୍ ଫାଇପ୍ କାଟି ସାରି ତାପରେ ଦେଖା ହବ ସେଠି କଣ କହିବ ହଉ ଯାଉଛୁ ର ଆଜି ଦେଖ ଆମେ ଏବେ ମାନେ କାମ ଆମର ସରିଗଲାଣି ଆମେ ଯାଉଛୁ ଅନାଦି ଖେଳି ଖେଳି ଯାଉଛେ ଏ ଦେଖ କାମ ଅନାଦି ସାଙ୍ଗେ କଣ କରିବେ ପେଟି ନେଇ ବିକିବ ପଇସା ଆଣିବ ଖର୍ଚ୍ଚ କରିବ ଆମେ ତ ଦେଖ ତାର ଫାରା ଗୋଟେଇ ଦେଲୁ ତାର ଫାରା ଗୋଟେଇକି ଯିବା ଆଲୋନା ମହାନ୍ତି ବସିଛନ୍ତି ସେଠି ହଉ ବସିଥାନ୍ତୁ ଆମେ ଆମର ଗୋଟେ ଗାଟେ ଯିବା ଆମେ ତାର ଫାରା ଗୋଟେଇ ଦେଲୁ ଆଜି ଭାଇ ବାଧା ଦିଆ ହେଇଗଲାଣି ଯାଇ ଖାଇ ଦେଇକି ଶୋଇ ପଡିଆ ଥୋଇଲା ତୁ କଣ କୁଟଉଛୁ ଆମେ ଟୁକୁରା ଭାଇ ମୁଁ କହୁନି କାମିକା ମାନେ ଯିବାକୁ ବାହା ହବ ନା ସେ ମାନେ ଖାଲି ବସିକି ଖାଇବ ହେଲା ତ ଫାଇନାଲ ବସିକି ଯିବା ହବ ଆମେ ତ ହେଲେ କାମ ଫାମ ତ କରୁନା ଇଏ ମାନେ ଘର କାମରେ ପୁରା ପିଜି ପୁରା ଯିଏ ବାହା ହେଲା ଯାକୁ ମାନେ ସିଏ ମାନେ ଭାଇ ଦେଖିବ ସିଏ ଭାଇ ବସିବ ଇଏ କାମ କରିବ ଏଇଭଳିଆ ପିଲା ଭଲ ପିଲାଟା ଆମର ଆମେ ତାର ଫାରା ଗୋଟେ ଦେଲୁ ହେଲମେଟ ଫେଲମେଟ ନେଇକି ଏଇ ଆମର ସେଇଠି ଆମ ଲିଫ୍ଟ ଆସିଲେ ଆମେ ଯିବୁ ବସିଛ ଲିଫ୍ଟ କେବେ ଆସି କେଜାଣି ହେଇ ଦେଖୁନ ଆସୁ ଆସୁ ଆଥରେ ଗୋଡ ମାର ତାଥରେ ଗୋଡ ମାର ମାରିଦେଲା ଆମେ ତାର ମାର ମାନେ ହଲି ହଲି ଆଉଛୁ ଏଇଠି ଆମର ସାର୍ ଲିଫ୍ଟ ପାଇଁ ବଇଛନ୍ତି ଦେଖିପାରୁଥିବ ସାର୍ ଲିଫ୍ଟ ପାଇଁ ବଇଛନ୍ତି ଲିଫ୍ଟ ଆସିଲେ ଆମେ ଯିବୁ ଦେଖ ତାର ଫାର ଖବର ଦା ଏବେ କାମ ମାର ଗୁଲି ଏବେ ଛୁଟି ହେଇଗଲା ଆଉ କଣ କରିବା
লিଫ୍ଟ ଆସିଲେ ଯିବା। ଦେଖନ୍ତୁ ତ କହୁଛି ଲିଫ୍ଟ। ଆଉ ମୁଁ ଟିକେ କାଲି 4ଟା ରାତି ଉଠି ଗାଧେଇମି, ଗାଧେଇ ଆସିକି ଗାଧେଇବି, ଗାଧେଇକି ପୁରା ଶୋଇମି, ମାନେ ଉଠିମି 3:30 ବେଳେ, ଦିନ 3ଟା ଏକାଥରେ, ରାତି 4ଟାରୁ ଦିନ 3ଟା ଶୋଇମି। ତାପରେ ଗରମ ହଉ ଗରମ ହେଲେ କମଳ ଖୋଲି ଶୋଇ ପଡିବି, ଯାହା ହବ ଦେଖାଯିବ। ଶୋଇବା କାଲି ରାତି ଟିକେ ଗାଧେଇ ପାଧେଇ ପଡିବା, ମୋ ଜାଗାଟା ନା, ଗାଧେଇ ପାଧେଇ ପଡିବା, ତାପରେ ଦେଖିବା କଣ ହଉଛି। ହଉ ରୁମ୍ ଗଲେ ଦେଖାହବ। ଏବେ ଆମେ ଏପର୍ଯ୍ୟନ୍ତ ବିଦାୟ ଦିଅ, ଆମେ ରୁମ୍ ଗଲେ ଦେଖିବା। ଅନାଦି ମନ ଦୁଃଖ, ଆଜି ଫୁଲ୍ ମନ ଦୁଃଖ ହେଲା। ଆମେ ସେତେବେଳେ ଆସିଲା ବେଳେ ନା, ସେତେବେଳେ ପାଇପ୍ ନେଇକି ଆସୁନଥିଲୁ, ପାଇପ୍ ନେଇକି ଆସୁଥିଲୁ, ସେତେବେଳେ ଆମେ ପାଇପ୍ କାନ୍ଦିକି ସାର୍ କହିଲେ ତମେ 2 ମୁଁ କହିଲଣି ଗରମ ହେଇଗଲାଣି, ଆଉ କୁଡା କାମ କର, ଆଇସ୍କ୍ରିମ୍ ଟା ଖାଇଦେଇ ଯାଅ। ଆଇସ୍କ୍ରିମ୍ ଦେଲେ ଖାଉଥିଲୁ, ତାଙ୍କ ଭାଗ ବୁଡିଗଲା, ତାଙ୍କ ଯାଇ ଭାଗ ସେ ନଥିଲେ, ସାର୍ କହିଲେ ଆଉ ସବୁ କୁଆଡେ ଗଲେ, ଆମର ସିଏ ସାର୍ ତ ପଳେଇଗଲେ, ତାଙ୍କ ଭାଗ କଣ ସିଏ କୋନ୍ ବାଲା ଫାଷ୍ଟ କହିଲେ ଦିଏ 5ଟା, 25 କୋନ୍ ବାଲା ଟଙ୍କିଆ ସିଏ ଗୋଟା ଦେଲେ, ଖାଇଦେଇକି ଆଇଲୁ। ସେ କୋନ୍ ବାଲା ଦେଲା, କୋନ୍ ବାଲା ଦେଲା ମୁଁ ବାକି ଖୋଲି ହେଲା 25 ଖାଇସାରିଲିଣି, ଟଙ୍କିଆ ସବୁ। ମୁଁ ଖୋଲି ଖାଇସାରିଲିଣି, ସେ କହିଲେ କୋନ୍ ବାଲା ଆମେ ଇଏ ତାର ଖାଇବୁ ନା 20 ଅଲଗା ଟଙ୍କିଆ ଖାଇବୁ, ଖାଇଦେଲା। ହେଲେ ମୋର 20 ଟଙ୍କା ଖାଇସାରିଲିଣି। କଣ ହବ, ମୁଁ କହିଲି ନା ଥାଉ ମୁଁ ଏଇଟା ଖାଇଦଉଛି, ତମେ ତା ଖାଇଦିଅ। ତାପରେ ସେ ଖାଇଦେଲେ, ଖାଇକି ଆମେ ତ ପଳେଇ ଆଇଲୁ ଆଉ। ତାପରେ ଏଇଭଳିଆ ଦେଖୁ ତ ଆମ ପଛରେ ଏଇଭଳିଆ ବ୍ୟାକଗ୍ରାଉଣ୍ଡ ସବୁ ଅଛି, ନାଲି ନୀଳ କଳା ଧଳା ହଳଦିଆ ସବୁ ଅଛନ୍ତି। ଆମ ଗ୍ରୁପ ପିଲା ସବୁ ଏଠି ବସିଛନ୍ତି, ଦେଖିପାରୁଥିବ। ଭାଇନା ଆଇଲେ, ଦେଖ ଭାଇନାକୁ, ଭାଇନା ହାଇ କରିଦିଅ। ହଁ ତାପରେ ଯିବା ଦେଖିବା ଆଉ କଣ ହଉଛି କଣ ନାହିଁ। ତାପରେ ଆମେ ଯିମୁ ଅନାଦି ପାଖକୁ, ଆଜି ଅନାଦି ଫୋନ୍ ମାଗିବା ପାଇଁ ମେଡିକାଲ। ଅନାଦିର ଗ୍ୟାସ୍ ମେଡିସିନ ଆସିବ, ଆଣି ସାରିଲା ପରେ ଦେଖିବା କଣ ହଉଛି ତାପରେ ନାହିଁ। ସାଉଲିରେ ଗ୍ୟାସ୍ ମେଡିସିନ ଆସିବ, କାହିଁକି ନା ରାତିରେ ସନ୍ଧ୍ୟାବେଳେ ଟିକେ ଏତିକି ନ ନେଲେ ହବନି। ହଉ ଦେଖିବା ଆଉ। ହାଲୋ ଗାଇସ୍, ଦେଖନ୍ତୁ ଆମେ କାଲି ସଂକ୍ରାନ୍ତି ପାଇଁ ପୁରା ଗାଧେଇ ପାଧେଇ ସାମ୍ପୋ ଫାମ୍ପୋ ଲଗେଇ ମୁଣ୍ଡ ଫୁଣ୍ଡ ସଫା କରି ପୁରା ରେଡି ହେଇଗଲା। ସରି ସଂକ୍ରାନ୍ତି ନୁହେଁ, ଜାଗର। ମୁଁ ଭୁଲି ଯାଇଥିଲି, କାଲି ସଂକ୍ରାନ୍ତି ପଳେଇଲା ହେଲା। ଆଉ ଜାଗର ପାଇଁ ଆମେ ତ କାଲି ଜାଗର କରିବା ନା। ଆଉ ଏଠି ହେଲେ ମୁଣ୍ଡ ଫୁଣ୍ଡ ସଫା କରି ଇଏ କରିଦେଲି, ଟିକେ ଅରୁଆ ବି ତ ଖିଆ ହବ, କିଛି ଖିଆ ହବ ନା, ଅରୁଆ ହେଲେ ଜାଗର ଆମେ ଉପାସ ରହିବୁ ନା, ସେଥିପାଇଁ ମୁଣ୍ଡ ଫୁଣ୍ଡ ସଫା ସଫି କରି ରେଡି କରିଦେଲୁ। ଆଇଁଷ ଫାଇଁଷ ସବୁ ବି ଯାହା ଥିଲା ସବୁ ବାହାର କରିଦେଲୁ। ବାହାର କରି ସାରିଲା ପରେ ଅନାଦି ମନ ଦୁଃଖ ମାର୍କେଟ ଯାଉଛି, ତା ମୋବାଇଲ ଟା ଦେଖିବା ପାଇଁ କଣ ହଉଛି ତାଙ୍କୁ ଗଲି ବାଗେଇବା। କେତେ ଟଙ୍କା କହୁଛି କମ ଟଙ୍କା କହିବେ ବାଗେଇବା, ନହେଲେ ନାଇଁ ପଳେଇ ଆସିବା ନୂଆ ଫୋନ ନହେଲେ ଆର ମାସକୁ ଆଣିବା ଦେଖିବା। ତାପରେ ଆମେ ସାମ୍ପୁ ଫାମ୍ପୁ ଲଗେଇ ରେଡି ହେଇ, ତାପରେ ମାର୍କେଟରେ ବି ଆଉ ସମୋସା ବି ଖାଉନା, ଯାଇ ଟିକେ କୋଲ୍ଡ ଡ୍ରିଙ୍କ ପିଇଦବା। ପିଇ ସାରିକି ଚକଲେଟ ପାଟିରେ ପକେଇକି, ଆଉ କଣ ଆମର ରୋଷେଇ ପାଇଁ ସାମାନ କିଛି ଆସିବ କାଲି ପାଇଁ, ଆମେ ସକାଳେ ସେ ତ କେହି ଖାଇବେ ନା, ଆମେ 2 ଜଣ ଖାଇବୁ। ଖାଇବୁ ଯଦି 2 ଜଣ ଆମେ ଏଇନା ତାକୁ ନେଇ ଆସିବୁ, 2 ଜଣ ଖାଇବୁ ଆଉ କଣ କରିବୁ। ସେ ସବୁ ପଳେଇବେ କାଲି ସାରଙ୍କ ଘରକୁ, ଆମେ 2 ଜଣ ତ ଜାଗାରେ ଯିଏ କରିଥିଲେ, ଆମେ ସବୁ କରିଥିଲେ ଯାଇଥାନ୍ତୁ। ଆମେ ତ କରିବୁ ନା, ସେଥିପାଇଁ ଆମେ ଯାଉଛୁ, ଯିବୁ ନା, ଖାଇ ପିଇ ରୁମ ରେ ଶୋଇବୁ। ଆଉ ମନ୍ଦିର ମନ୍ଦିର ଯଦି ହବ ଯିବା ଦେଖିବା। ମନ୍ଦିର ତ ଯାଇ ହବ ନା, କାହିଁ ସୁନ୍ଦର ଯିବା। ଦେଖିବା ଠାକୁରଙ୍କୁ ଏଇ ଡାକିଦବା, ରୁମରେ ଠାକୁରଙ୍କୁ ଡାକିଦବା, ଠାକୁର ଶୁଣିବେ ନା। ହଉ ଆମେ ମାର୍କେଟ ଯାଉଛୁ, ମାର୍କେଟ ପରେ ଆପଣମାନଙ୍କ ସହିତ ଦେଖାହବ। କଣ ହଉଛି କଣ ନାହିଁ, ମାର୍କେଟ କିଣା କିଣି ସାରିଲା ଆସିଲା ପରେ ଏଇ ଏଇ ଜାଗାରେ ତ ଲାଇଟ୍ ଅଛି, ଆଉ କୋଉ ଲୋକେସନରେ ଲାଇଟ୍ ଫାଇଟ୍ ନାହିଁ। ସେଥିପାଇଁ ଆମେ ଏଇଠି ଭିଡିଓ ବନେଇବା ଫିର ରାସନ ଫାସନ ରଖିବୁ, କେତେ କଣ ଆଣିଛ। ହଉ ଏବେ ରହୁଛି। ଆମେ ଏବେ ଯାଉଛୁ ମାର୍କେଟ, ଦେଖନ୍ତୁ ଏଇ ସବୁ ଜିନିଷ ସବୁ କିଣିକି ନେଇ ଆଇଲୁ। ଆଉ ମୋର ତ ମୁଁ ଏଇଟା ଖାଇମି, ମାନେ ଆମର ଯୋଉ ଆରଡି ଭୋଗ ବାଗିଆ। ଅନାଦିର ଖଟା ମୁଣ୍ଡା ପସନ୍ଦ, ଅନାଦିର ଖଟା ମୁଣ୍ଡା ଖାଇବ, ମୁଁ ଏଇଆକୁ ଖାଇବି। ଖାଇସାରିଲା ପରେ ଆମର ମଟର ବି କିଣେ, ମଟର ଖାଉଛ, ଗ୍ରୀନ ମଟର ଖାଉଛ ତ, ଆକୁ ଖାଉଛ। ଖାଇବା ଚାଲିଛି, ଖାଇବା ବନ୍ଦ ହନା। ଗ୍ରୀନ ମଟର ସହିତ 2ଟା ଖାଇସାରିକି ବାଁ ହାତରେ ବି ଗ୍ରୀନ ମଟର ମୁଁ ଧରିଛି ଗୋଟା। ଆଉ ଆମେ ତ ଯାଉଛ ଆମ କମ୍ପାନୀ ପାଖରେ, କାରଣ ଲାଇଟ୍ ଅଛି ନା, ଭିଡିଓ ବନଉଛି, ଆଉ ଗୋଟେ ବନେଇ ପାରୁନି, ସେଥିପାଇଁ ଏଠି ବନଉଛି। ରୁମ ଗଲେ ଅସନା ରୁମ ଟା ବନେଇ ହଉନା, ଆର ଗୋଟେ ରୁମ ଦେଖିବା। ଏବେ ଯାଇକି ସବୁ କଟାକଟି କରି ରଖିଦେଇଥିବା, ଭଜା ହବ, ଖିଆ ହବ। ରୁମ ଗଲେ ରୁମ ଦେଖା ହବ ଆଉ। ଦେଖନ୍ତୁ ଆମର ଏପଟେ ମଟର ଫଟର ସବୁ ଆଣିଥିଲୁ, ପକେଇ ରେଡି କରୁଥିଲୁ। ଆଜିଟା ଆକୁ ଆମର ଭଜା କରିଦେବା, ଟିକେ ଭଜା କରି ଖାଇବା। ଭାତ ରେଡି ହେଇଗଲା, କାଲି ପାଇଁ ପଖାଳ ଡାଲି ଫାଲି ହେଇଗଲା। ଖାଇସାରିକି ଏବେ କଟାକଟି କରିଦେଲୁ, ମଟର ହେଇଗଲା, ଏବେ ଆଳୁଟା କଟା ହବ। ତାପରେ ରୋଷେଇ କାମ ଖତମ, ତାପରେ ଖାଇବା, କପଡ଼ା ପତ୍ର ଧୋଇବା, ଶୋଇ ପଡ଼ିବା। କାଲି ସକାଳେ ଉଠିକି କଣ କରିବା। ହଉ ଏଇଠି ମୁଁ ରହୁଛି, ବ୍ଲଗକୁ ଏଣ୍ଡ କରୁଛି। କାଲି ଆପଣଙ୍କ ସହିତ ଦେଖାହବ। ରହୁଛି, ଗୁଡ୍ ନାଇଟ୍, ଶୋଇପଡ଼। କାଲି ସକାଳେ ନୂଆ ବ୍ଲଗରେ ଦେଖା ହବ ଫିର।